ମନୁଷ୍ୟର ମନ ଓ ଅନ୍ତଃକରଣ ଭିତରେ ପ୍ରଚଣ୍ଡ ଶକ୍ତି ବିଦ୍ୟମାନ। ଏହି ଶକ୍ତି ଦ୍ୱାରା ସେ ନିଜ ପାଇଁ ଅତ୍ୟନ୍ତ ଅନିଷ୍ଟକର ଅଥବା ଉପଯୋଗୀ ତଥ୍ୟ ନିର୍ମାଣ କରିପାରେ। ପ୍ରତ୍ୟେକ ମନୁଷ୍ୟ ଭିତରେ ଗୋଟିଏ ଅଲଗା ଦୁନିଆ ରହିଛି। ଭିତରେ ଯେପରି ଭାବନା ସୃଷ୍ଟି ହୁଏ, ବାହାରେ ସେହିପରି ଦୁନିଆ ଗଠିତ ହୋଇଥାଏ। ନିଜର କଳ୍ପନା ଶକ୍ତି, ବିଚାର ଶକ୍ତି ଓ ବିଶ୍ୱାସର ଆଧାରରେ ମନୁଷ୍ୟ ନିଜର ଦୁନିଆ ନିର୍ମାଣ କରିଥାଏ। ଏହାଦ୍ୱାରା ତାକୁ ବାସ୍ତବିକ ସୁଖ ଓ ଦୁଃଖ ମିଳିଥାଏ। ବାହ୍ୟ ପରିସ୍ଥିତି ବିଚଳିତ କରିଥାଏ ସତ, କିନ୍ତୁ ତାଠୁ ଅନେକ ଗୁଣ ଅଧିକ ପ୍ରଭାବ ତା ନିଜର ବିଚାର ଓ ବିଶ୍ୱାସ ଦେଇଥାଏ। ସେଥିପାଇଁ ଗୀତାରେ କୁହାଯାଇଛି, ମନୁଷ୍ୟ ନିଜେ ହିଁ ନିଜର ମିତ୍ର ଓ ନିଜେ ହିଁ ନିଜର ଶତ୍ରୁ। ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ କହନ୍ତି, ମନୁଷ୍ୟ ନିଜେ ହିଁ ନିଜର ଭାଗ୍ୟର